ବନ୍ଧୁଗଣ, କ'ଣ ଆପଣ ଜାଣିଛନ୍ତି ଗୋମାତା ସମସ୍ତ ସ୍ତ୍ରୀଙ୍କୁ ଏପରି କେଉଁ ଅଭିଶାପ ଦେଇଥିଲା ଯାହାରି କାରଣରୁ ଆଜି ପର୍ଯ୍ୟନ୍ତ ସମସ୍ତ ନାରୀ ଜାତି ସେହି ଅଭିଶାପକୁ ଭୋଗିବାକୁ ପଡ଼ି ରହୁଛି। ଗୋମାତାର ଏହି ଏକ ଅଭିଶାପ କାହାକୁ ଟାଳାଯାଇ ପାରିବ ନାହିଁ। ବନ୍ଧୁଗଣ, ସେହି ଅଭିଶାପ କ'ଣ ଥିଲା? ଚାଲନ୍ତୁ ଆମେ ଏକ କଥାର ମାଧ୍ୟମରେ କହିବାକୁ ପ୍ରୟାସ କରିବୁ। ବନ୍ଧୁଗଣ, ଏକ ସମୟର କଥା ଅଟେ ଯେବେ ଭଗବାନ ଶ୍ରୀକୃଷ୍ଣ ନିଜ ରାଜଗାଦିରେ ବିରାଜମାନ ଥିଲେ। ସେ ତାଙ୍କ ପାଖକୁ ଦେବର୍ଷି ନାରଦ ମୁନି ଆସନ୍ତି ଏବଂ କୁହନ୍ତି, ହେ ପ୍ରଭୁ, ମୁଁ ଆଜି ମୃତ୍ୟୁ ଲୋକରେ ଭ୍ରମଣ କରୁଥିଲି। ସେହି ସମୟରେ ଏକ ସ୍ତ୍ରୀ ପଚାରିଲା କି ପ୍ରଥମେ ସ୍ତ୍ରୀମାନଙ୍କ ଛୁଆ ହେଉଥିଲା ତ ସେମାନେ ଜନ୍ମ ହେବା କ୍ଷଣ ହିଁ ଚାଲିବାକୁ ଲାଗୁଥିଲେ, କିନ୍ତୁ ଏବେ ଏପରି ନୁହଁ। ଏହା କାହିଁକି ପ୍ରଭୁ? ମୋତେ ଏହି ପ୍ରଶ୍ନର ଉତ୍ତର ହେତୁ ନାହିଁ। ଏହି କାରଣରୁ ମୁଁ ଆପଣଙ୍କ ପାଖକୁ ଆସିଅଛି। କୃପା କରି ମୋତେ ଏହି ପ୍ରଶ୍ନର ଉତ୍ତର କୁହନ୍ତୁ। ତେବେ ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ତୁମର ଏହି ପ୍ରଶ୍ନ ସମସ୍ତ ସ୍ତ୍ରୀ ଜାତି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଯଦି ତୁମେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛ, ତେବେ ଠିକ୍ ଅଛି, ମୁଁ ତୁମକୁ ଏକ କଥା ଶୁଣାଉଛି। ତୁମକୁ ଏହି କଥାର ମାଧ୍ୟମରେ ଜଣାପଡ଼ିଯିବ କି କେଉଁ କାରଣରୁ ଏବେ ସ୍ତ୍ରୀମାନଙ୍କ ଛୁଆ ଜନ୍ମ ହେବା କ୍ଷଣ ହିଁ ଚାଲିପାରୁନାହାନ୍ତି। ତେବେ ଦେବର୍ଷି ନାରଦ କୁହନ୍ତି, ହେ ପ୍ରଭୁ, ମୁଁ ଏହି କଥାକୁ ପୁରା ଶୁଣିବି। କୃପା କରି ଆପଣ କଥାକୁ ଶୁଣାନ୍ତୁ। ପ୍ରିୟ ବନ୍ଧୁଗଣ, ଯଦି ଆପଣ ମଧ୍ୟ ଜାଣିବାକୁ ଚାହାନ୍ତି ଏହି ପ୍ରଶ୍ନର ଉତ୍ତର କ'ଣ ଅଟେ, ତେବେ ବନ୍ଧୁଗଣ ଭିଡ଼ିଓକୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ। ତା ସହ ଭିଡ଼ିଓକୁ ଲାଇକ୍ ଅବଶ୍ୟ କରିବେ। ବନ୍ଧୁଗଣ, ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ଏକ ନଗରରେ ଏକ ରାମୁ ନାମକ ବ୍ୟକ୍ତି ରହୁଥିଲା। ରାମୁ ଏକ ସ୍ୱାର୍ଥ ବ୍ୟକ୍ତି ଥିଲା। ରାମୁର ପାଖରେ ଏକ ଗାଈ ଥିଲା। ଏହି ଗାଈ କ୍ଷୀର ଦେଉଥିଲା ଏବଂ ରାମୁ ଏହି ଗାଈକୁ ସବୁଜ ଘାସପତ୍ର ଆଣିକରି ତାର କ୍ଷୀର ବାହାର କରି ଏହି କ୍ଷୀରକୁ ବିକ୍ରି କରୁଥିଲା। ରାମୁ ଗାଈର କ୍ଷୀର ନିଜେ ବି ପିଉଥିଲା ଏବଂ ନିଜର ପରିବାର ବାଲାଙ୍କୁ ମଧ୍ୟ ପିଆଉଥିଲା। ଗାଈର କ୍ଷୀର କାରଣରୁ ହିଁ ରାମୁ ନିଜ ଘରର ଦିନଚର୍ଯ୍ୟା ଚଳାଉଥିଲା। ରାମୁର ସମୟ ଏପରି ବ୍ୟତୀତ ହେଉଥିଲା। କିଛି ଦିନ ପରେ ଏକ ସମୟ ଏପରି ଆସିଲା କି ଯେବେ ରାମୁକୁ ଗାଈ କ୍ଷୀର ଦେବା ବନ୍ଦ କରିଦେଲା। ଯେପରି ହିଁ ଗାଈ କ୍ଷୀର ଦେବା ବନ୍ଦ କରିଦେଲା, ତେବେ ଏପଟେ ରାମୁ ଏହି ଗାଈକୁ ସବୁଜ ଘାସପତ୍ର ଦେବା ବନ୍ଦ କରିଦେଲା। ଏବଂ ଏକ ଦିନ ଏପରି ଆସିଲା କି ସେହି ଦିନ ରାମୁ ଗାଈକୁ ବହୁତ ମାରିଲା ଏବଂ ସେ ଏକ ଗାଈକୁ ଘରୁ ନେଇକରି ଜଙ୍ଗଲରେ ଛାଡ଼ିଦେଲା। ଏବେ ଏହି ଗାଈ ବେଚାରା ଏକେଲା ପଡ଼ିଗଲା। ବେଚାରା ଗାଈ ଏକେଲା ଜଙ୍ଗଲରେ ଏପଟେ ସେପଟେ ବୁଲିବାକୁ ଲାଗିଲା ଏବଂ ଗୋଟେ ଦିନ ଜଙ୍ଗଲରେ ବନିଥିବା ଏକ ମନ୍ଦିରରେ ପାଖରେ ଆସି ପହଞ୍ଚିଗଲା ଓ ଭଗବାନଙ୍କୁ ବିନତି କରି କହିଲା, ହେ ଭଗବାନ, ମୁଁ ଆପଣଙ୍କୁ ଏକ ବିନତି କରୁଛି କି ଆମକୁ ଗାଈର ଯୋନିରେ ରଖିକରି କେତେ ଭୁଲ କାମ କଲେ। ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ସେଇ ଗାଈ କହୁଛି, ଦେଖନ୍ତୁ, ଯାହା ଆପଣଙ୍କ 84 ଲକ୍ଷ ଯୋନିଗୁଡ଼ିକ ମଧ୍ୟରେ ସର୍ବଶ୍ରେଷ୍ଠ ଯୋନି ମାନବଙ୍କ ଅଟେ। ସେ କେତେ ପାପୀ ଓ କେତେ ଦୁଷ୍କର୍ମ କରିଥାଏ। ସେଇ ଗାଈ ଆଗକୁ କହିଲା, ଯେଉଁ ପର୍ଯ୍ୟନ୍ତ ମୁଁ କ୍ଷୀର ଦେଇ ରହୁଥିଲି ସେହି ସମୟ ଯାଏଁ ସେହି ବ୍ୟକ୍ତି ମୋତେ ତାରି ଘରେ ରଖିଲା। ସବୁଜ ଘାସପତ୍ର ଖାଇବାକୁ ଦେଲା। ଯେପରି ମୁଁ କ୍ଷୀର ଦେବା ବନ୍ଦ କରିଦେଲି, ତାପରେ ସେ ମୋତେ ଘାସପତ୍ର ଖାଇବାକୁ ଦେଲା ନାହିଁ। ଏତିକି ହିଁ ନୁହଁ, ସେ ତ ମୋତେ ଘରୁ ହିଁ ବାହାର କରିଦେଲା। ଏବେ ମୁଁ ଏପଟେ ସେପଟେ ବୁଲି ରହୁଛି। ଏବେ ଜଙ୍ଗଲରେ ଘାସପତ୍ର ଖାଇକରି ମୁଁ ନିଜ ପେଟକୁ ଭରୁଛି। ହେ ଭଗବାନ, ଆପଣ ଯେଉଁ ସର୍ବଶ୍ରେଷ୍ଠ ଯୋନି ବନାଇଛନ୍ତି, ଏହା ତ କେତେ ସ୍ୱାର୍ଥୀ ଏବଂ ଲୋଭୀ ଯୋନି ଅଟେ। ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ଧୀରେ ଧୀରେ ସମୟ ବ୍ୟତୀତ ହେବାକୁ ଲାଗିଲା। ଗାଈ ବିଚାରା ଏପଟେ ସେପଟେ ବୁଲି ରହିଲା। ଯେବେ ବି ସେହି ଗାଈ ରାମୁର ଦ୍ୱାର ପାଖକୁ ଆସିଯାଉଥିଲା, ତେବେ ରାମୁ ବାଡ଼ି ନେଇକରି ସେହି ଗାଈକୁ ଜଙ୍ଗଲ ଆଡ଼କୁ ପଠାଇ ଆସିଯାଉଥିଲା। ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ଧୀରେ ଧୀରେ ଯେବେ ସେହି ଗାଈ ଗୋଟିଏ ଦିନ ଗର୍ଭବତୀ ହୋଇଗଲା, ତେବେ ଯେପରି ହିଁ 3-4 ମାସର ଗର୍ଭ ହେଲା, ତେବେ ସେହି ଜଙ୍ଗଲରେ ଏକ ସ୍ତ୍ରୀ ଯାଉଥିଲା। ସେହି ସ୍ତ୍ରୀ ଯେପରି ହିଁ ସେହି ଗାଈକୁ ଦେଖିଲା, ତେବେ ସେ ମନରେ ଭାବିଲା କି ଏହି ଗାଈ ତ ଗର୍ଭବତୀ ଅଟେ। ମୁଁ ଏକ କାମ କରୁଛି, ମୁଁ ଏହି ଗାଈକୁ ପାଳି ନେଉଛି। ଯେବେ ତାର ଛୁଆ ହୋଇଯିବ, ତେବେ ଏହି ଗାଈ ମୋତେ କ୍ଷୀର ଦେବା ଆରମ୍ଭ କରିବ। ତେବେ ମୁଁ ଏହାର କ୍ଷୀର ନିଜେ ପିଇବି ଏବଂ ତା ସହିତ ନିଜର ପରିବାର ଲୋକଙ୍କୁ ମଧ୍ୟ ପିଇବାକୁ ଦେବି। ଏହା ସହ ବିକ୍ରି ମଧ୍ୟ କରିବି। କିନ୍ତୁ ଯେପରି ଏହି ସ୍ତ୍ରୀ ସେହି ଗାଈକୁ ଧରିବା ପାଇଁ ନିଜ ପତିଙ୍କୁ ଡାକିବା ପାଇଁ ଗଲା ଏବଂ ଯେଉଁ ପର୍ଯ୍ୟନ୍ତ ତାର ପତି ସେଠାକୁ ଆସୁଛି, ସେହି ସମୟରେ ସେହି ଗାଈ ସେଠାରୁ ପଳାଇ ଗଲା। ଧୀରେ ଧୀରେ ସମୟ ବିତିବାକୁ ଲାଗିଲା। ଶ୍ରୀକୃଷ୍ଣ କୁହନ୍ତି, ହେ ଦେବର୍ଷି, ଯେବେ ସେହି ଗାଈର ପ୍ରସବ ସମୟ ପାଖେଇ ଆସିଲା,
तेबे से एकांत जंगल रे सुरक्षित जगार जाइकरी से गाय एक बाछुरी को जन्म देला। श्रीकृष्ण कहती, हे देवर्षि, प्रसवर किछि समय पर से स्त्री जंगल को घास काटिया ପାଇଁ गला। जेपरी से दूररू देखिला कि एक गाय निज छुआ को जन्म देइछि, तेबे से स्त्री तारी पाखक गला एवं से ध्यान रे सेई गाय को देखिला तो कहला कि अरे ए तो सेई गाय अटे, ए गाय तो बाछुरी को जन्म देई देला, चल भल होला। से स्त्री भाबिला कि एबे मु ए गाय को धरी निज घर को अवश्य नहीं जीवी। जेपरी से स्त्री गायर पाखक निजर पति को डाकिया ପାଇଁ गला, तेबे गाय से समय रे से स्त्री को कहिला, हे भौणी, आज तुम्हें आमरी उपरे एक परोपकार कर दियो। एई जो मोरी छुआ अटे से पछकू पड़ी रही, यह उठाई तुम मोरी बेक उपरे रखिदियो। निज छुआ को नहीं करी कौन से एक सुरक्षित जगह को चली जीवी, कारण यही मोर छुआ 8 मास पर चलिबार योग्य बनिब, 8 मास पर निज पादरे चलिब। श्रीकृष्ण कहती, हे देवर्षि नारद, जेपरी एबे अछि एपरी पूर्वरु नथिला। पूर्वरु गायर छुआ 8 मास पर ही निज पादरे चलिबार योग्य होई पारुथले। श्रीकृष्ण कहती, हे देवर्षि, किंतु जेपरी सी स्त्री गायर कथा सुनिला, तेबे से बहुत जोर रे हसिबाकू लागिला एवं कहिबाकू लागिला, तुमरी छुआ एते मैला होईछि, एते मैलारे पड़ी रहिछि, मु तुमरी छुआ को उठाई करी तुमरी कांधरे काहींकी रखिबी, मु तुमरी उपरे एही परोपकार काहींकी करिबी। जेपरी से स्त्री गायर बहुत उपहास बनाइला। से समय रे बिचारा गाई असहाय थिला, से निजर छुआ को उठाई पारु नथुला। श्रीकृष्ण कहती, हे देवर्षि, से समय रे दुखी होई करी गाई अभिशाप देई देला। गाई अभिशाप देई कहिला कि जाओ, आज तमरी छुआ जन्म नेबा परे तुरंत चलिबारे लागि थाए, किंतु आज मु अभिशाप देउछि कि तुमरी छुआ जन्म नेबार 10 मास परे ही निज पादरे चलिबार योग्य हेबो, एवं जेउ मोरी छुआ आज चली पारु नाही ओ से आज ठारू जन्म हेबा क्षण ही बहुत शीघ्र निज पादरे चलिबार योग्य होई जिवो। श्रीकृष्ण कहती, हे देवर्षि, एही अभिशाप कारणरू श्री छुआ जन्म हेबा क्षण ही निज पादरे चली पारु नाहांती। बंधुगण, सत्य जुगरे सुखदेव जन्म हेबा क्षण ही शीघ्र निज पादरे चलिबाकू लागिथिले एवं वेदव्यास भी जन्म हेबा क्षण ही शीघ्र निज पादरे चलिबाकू लागिथिले। एही कथा तो सत्य जुगर थिला, किंतु कली जुगरे एपरी नुह। कली जुगरे छुआ को निज पादरे चलिया पई कम रु कम 10 मास लागि थाए। यार कारण यह अटे कि कारण गाय समस्त स्त्री जाति को अभिशाप देई देइथिला। सेही दिन ठारू समस्त स्त्री जो छुआ जन्म हेबा क्षण ही चलिबाकू लागुथुले तारी प्रक्रिया सेइठारे रहीगला। गाईर अभिशाप कारणरू ही स्त्रीर छुआ 9 रु 10 मास पर ही चलिबार योग्य हुअंती, या सह निज पाद उपरे छिड़ा हेबार योग्य होइथांती एवं गाईर छुआ सेही दिन ठारू निज पादरे चलिबार योग्य बनि जाए। एही कारणरू कहार भी आत्मा को कष्ट देवा उचित नुह एवं यह ही सनातन धर्मर सबुठारु बड़ धर्म अटे। गोस्वामी तुलसीदास लिखिछंती कि परहित सरल धर्म नुह। बंधुगण, अन्यर दुखरे दुखी होई जिबा, अन्यर कामरे आसीबा सबुठारु बड़ धर्म माना जाइछि। तेबे एही कारणरू आमको असहाय पशुपक्षी सहायता करिबा उचित। गाईर अभिशाप कारणरू जेते भी पशुपक्षी अछंती से समस्त छुआ जन्म हेबा तुरंत परे चलिबारे लागिथांती, किंतु स्त्री छुआ उपरे एरा विपरीत प्रभाव पड़िला कि जन्मर शीघ्र पर स्त्रीर छुआ चलिबार योग्य बनि पारिले नाही। एक स्त्रीर भूल कारणरू आज समस्त मानव जातिर महिला को एही अभिशापर परिणाम भोगिबाकू पड़िथाए। बंधुगण, आशा करुछि आपनकू एही कथा निश्चय पसंद आसीथिबो। जदि एही कहानी आपनकू पसंद आसीथाए तेबे कमेंट बॉक्स रे जय श्री कृष्णा निश्चय लिखि दियंतु। एहा सह हमर यूट्यूब चैनल को सब्सक्राइब कर दियंतु। धन्यवाद।